ଗ୍ୟାସ୍ ସଂକଟ ଦେଖାଯାଇଛି ଯେତେବେଳେ କୌଣସି ଯୁଦ୍ଧ ହୁଏ। ଭାରତ ବର୍ଷର ଯୁଦ୍ଧ ହେଇନି। ଆମେ ସେତିକି ଭାଗ୍ୟବାନ ଯେ ଆମ ଭାରତ ଉପରେ କୋଉଠି ବମ୍ଟେ ପଡ଼ିନି, କିଛି ଭାରତରେ କାହାର କ୍ଷୟକ୍ଷତି ହେଇନାହିଁ। ଯୁଦ୍ଧ ଲାଗିଛି ତିନିଟି ରାଷ୍ଟ୍ର ଭିତରେ। ଇରାନ ଯେହେତୁ ତେଲ ସପ୍ଲାଏ କରେ, ଏହା ସାରା ବିଶ୍ୱ ଅର୍ଥନୀତି ଉପରେ ବା ବିଶ୍ୱରେ ତେଲ ସଂକଟ ଦେଖାଦେଇଛି, କେବଳ ଭାରତରେ ନୁହଁ। ଆମେ ଭାରତରେ ଯୋଉ କହୁଛନ୍ତି ଗ୍ୟାସ୍ ନାହିଁ, ସିଏନଜି ନାହିଁ, ତେଲ ନାହିଁ, ଅମକେ ସବୁ ନାହିଁ। ପାକିସ୍ତାନରେ କେତେ ଟଙ୍କା ତେଲ ରେଟ୍ ଜାଣିଛନ୍ତି କି? ପାକିସ୍ତାନରେ ହଉଛି 400 ଟଙ୍କା ହଉଛି କ'ଣ ପେଟ୍ରୋଲ। ଆମେ ଏଠି 101 ଟଙ୍କା 11 ପଇସାରେ ତେଲ କିଣୁଛନ୍ତି। ଆଚ୍ଛା କହିଲେ, ସିଏ ତ ଆରବ କଣ୍ଟ୍ରି। ଇରାନ ଆଉ ସାଉଦି ଆରବ ତାଙ୍କର ଯୋଉ 57ଟା ମାନେ ଇରାନ କଣ୍ଟ୍ରି ନା ଯୋଉ ଇସଲାମ କି କଣ୍ଟ୍ରି, ମ୍ୟାକ୍ସିମମ୍ ଦେଶର ମିଡିଲ ଇଷ୍ଟରୁ ତେଲ ବାହାରୁଛି। ପାକିସ୍ତାନରେ କାହିଁକି 400 ଟଙ୍କା ତେଲ? ଭାରତ କାହିଁକି ଆମେ 101 ଟଙ୍କାର ତେଲ କିଣୁଛନ୍ତି? ଯଦି ତେଲ 101 ଟଙ୍କାରେ କିଣୁଛନ୍ତି, ଗ୍ୟାସ୍ ଯୋଉ ବର୍ତ୍ତମାନ କୋଉଠି କହୁଛନ୍ତି ମିଳୁନି, ଯେତେବେଳେ ଆପଣ ଭଲ ଭାବେ ଜାଣିଥିବେ, ବାସ୍ତବତାକୁ ଆସନ୍ତୁ। ଯେତେବେଳେ କୌଣସି କ'ଣ ବାତ୍ୟା ଆସେ, ଘନ ଘନ ଟିଭିରେ ସବୁ ବାଜେ, ବାତ୍ୟା ଆସୁଛି, ଅମକେଇ ବେଗରେ ଆଉଛି, ଅମକେଇଠି ପହଞ୍ଚିଲା, ଆଣ୍ଡାମାନ ନିକୋବରରେ ପହଞ୍ଚିଲା, କେରଳ ଛୁଇଁଲା, ସେତେବେଳେ କ'ଣ ହୁଏ ନା ଆମର ଏଠି ତେଲ ରେଟ୍ ସଉଦା ରେଟ୍ ବଢେଇ ଦିଅନ୍ତି। ଅସାଧୁ ବେପାରୀ ସବୁ ତାକୁ ମାଡ଼ି ବସିକି ରଖନ୍ତି। ସେମ୍ ଜିନିଷଟା ହଉଛି କ'ଣ ଗ୍ୟାସ୍ ମାନେ ଇଏ ଉପରେ ମଧ୍ୟ ହଉଛି। ଯେତେବେଳେ ଯୁଦ୍ଧ ଲାଗିଲା, ସେତେବେଳେ ଆମ ଓଡ଼ିଶାର ବା ଭାରତର ଯେତେ ଏଜେନ୍ସି ସବୁ ଥିଲେ, ଯୋଉ ଧନୀ ଲୋକଙ୍କର ଯାହାର 5ଟା 7ଟା କାର୍ଡ ଅଛି, ସମସ୍ତେ ବୁକିଂ କରି ରଖିଥିଲେ ଗୋଟେ ଗୋଟେ ଘରେ, ତାର 10ଟା 15ଟା ଗ୍ୟାସ୍ ରଖିଦେଲେ। ସାଧାରଣ ଲୋକଟେ ପାଇବାକୁ କଷ୍ଟ ହେଲା। ହୋଟେଲ ମାନଙ୍କରେ ସାଧାରଣ ଲୋକଟେ ଗୋଟେ ଗ୍ୟାସ୍ ଆଣିଲେ ତାର 2 ମାସ ଯାଏ, ଗୋଟେ ପରିବାର 1.5 ମାସ 2 ମାସ, କାହାର 3 ମାସ ଯାଏ। ଗୋଟେ ହୋଟେଲରେ ଗୋଟେ ଦିନରେ 10ଟା 15ଟା 20ଟା ଗ୍ୟାସ୍ ତାଙ୍କର ତାଙ୍କର ଦରକାର ହବ। 5ଟା ଗ୍ୟାସ୍ ପ୍ରତ୍ୟେକ ଦିନ। ଆଚ୍ଛା କହିଲେ, ସେଥିରେ ସିଏ କେତେ ଟଙ୍କା ଟ୍ୟାକ୍ସ ଦଉଛନ୍ତି ସରକାରଙ୍କୁ? ସେଠି କେତେ ଗରିବ ଲୋକଙ୍କର ମଙ୍ଗଳ ହଉଛି? ଯୋଉ ହୋଟେଲରେ ଖାଇଲେ ତମକୁ ଯିଏ 500 300 150 200 ଟଙ୍କା ମିଲ୍ ନଉଛନ୍ତି, ଏବେ କହୁଛନ୍ତି ଗ୍ୟାସ୍ ସରିଗଲା। କାହାର ମଙ୍ଗଳ କରିଥିଲେ? କେତେଟା ଗରିବ ଝିଅକୁ ବାହାର କରିଥିଲେ, କେତେଟା କିଡନୀ ରୋଗୀ, କ୍ୟାନ୍ସର ପେସେଣ୍ଟ, କେତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ। ଯୋଉ ଲୋକ ସାଧାରଣ ବର୍ଗର ଲୋକ, ଯୋଉମାନେ ଡୋମେଷ୍ଟିକ ୟୁଜ୍ କରୁଛନ୍ତି, ସେମାନଙ୍କ ପାଖରେ ଗ୍ୟାସ୍ ଯେତେବେଳେ ଗୋଟେ ବୁକିଂ ହେଲା ବେଳକୁ ମିଳୁନି, ମାନେ ତାମାନେ ବୁଝିଲେ, ତାମାନେ ଏକାଥର ସମସ୍ତେ ଡରରେ ବୁକିଂ ମାରୁଛନ୍ତି। ଯେତିକି ତାର ଲିମିଟ୍ ଅଛି, ଗୋଟିଏ ଦିନରେ ଏତିକି ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେତିକି ଲୋକଙ୍କ ପାଖରେ ପହଞ୍ଚିବ। ବୁକିଂ ଯେତେବେଳେ ଗୋଟେ ଦିନ 5 ଦିନ କଣ୍ଟିନ୍ୟୁ ହବ, ଆଉ 5 ଦିନ ପରେ ଯିଏ ବୁକିଂ କରିବ, ତାର 5-6 ଦିନ ପରେ ଆସିବ ନା ଗୋଟେ ଦିନରେ ପଳେଇ ଆସିବ? ଆମେ ତ ଆଗରୁ ମଧ୍ୟ ଗ୍ୟାସ୍ ବୁକିଂ କରୁଥିଲେ, ସିଏ ମଧ୍ୟ 2 ଦିନରେ ଆସୁଥିଲା ଗୋଟେ ଗ୍ୟାସ୍। ଆଜି ବୁକିଂ କଲେ 3 ଦିନରେ 2 ଦିନରେ ଆସେ, ସେମିତି 6 ଦିନ ଆସୁଛି ଗ୍ୟାସ୍। ଆଉ ଗ୍ୟାସ୍ ପାଇଁ ଯୋଉ ହୋ ହଲ୍ଲା ଏଠି ବିରୋଧୀ ଦଳ କରୁଛନ୍ତି, ମୁଁ ଭାବୁଛି କଂଗ୍ରେସରେ ବେଶୀ ଗ୍ୟାସ୍ ସଂକଟ ଦେଖାଦେଇଛି। କାହିଁକିନା ନେରେଟିଭ କରିବାର ଅଛି ନା ଭାରତର ମୋଦି ବିରୋଧରେ, ଆଉ ବିଜେଡିର ନେରେଟିଭ କରିବାର ଅଛି ନା। ଯେମିତି କରୋନା ସମୟରେ ନେରେଟିଭ କରୁଥିଲେ, ସେମିତି ଗୋଟେ ନେରେଟିଭ ମିଳିଛି। ଭାରତ ସରକାର ଯେତେବେଳେ କହୁଛନ୍ତି ଆମର ତେଲ ଷ୍ଟକ୍ ଅଛି, ଗ୍ୟାସ୍ ଷ୍ଟକ୍ ଅଛି, ଏତେ ବ୍ୟସ୍ତ କ'ଣ ପାଇଁ? ଅନେକ ଲୋକ ତ କାଠରେ ଚୁଲି ଜଳିକି ରୋଷେଇ କରି ଖାଉଛନ୍ତି। କାହିଁକିନା ଯୋଉମାନେ ମଧ୍ୟବର୍ଗର ସାଧାରଣ ବର୍ଗର ଲୋକମାନେ, ତାଙ୍କ ଦୁଆରେ ଗୋଟେ ଚୁଲିଟେ ଅଛି, ସେ କମ୍ ସେ କମ୍ କୋଉଠି ଗୋଟେ କାଠଟେ କ'ଣଟେ ପଡ଼ିଲେ ଆଣିକି ସେମାନେ ରୋଷେଇ କରି ଖାଇପାରୁଛନ୍ତି। ଅସୁବିଧା କାହାର ହଉଛି? ଅସୁବିଧା ଏଇ ଯୋଉ ଗ୍ୟାସ୍ ନ ମିଳିବାରୁ ଯୋଉ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଆଇଛନ୍ତି, ବାପା ପଠେଇକି, ବାପା ମାସକୁ 600 ଟଙ୍କା 1000 ଟଙ୍କା ଦେଇଥିବ ଚଳିବା ପାଇଁ, ସେ 3 ଲିଟରିଆ ଗ୍ୟାସ୍ ଟେ 5 ଲିଟରିଆ ଗ୍ୟାସ୍ ଟେ ନେଇକି ତାର ରୋଷେଇ କରି ଖାଉଥିଲେ, ପାଠ ପଢିବାକୁ ଯାଉଥିଲେ, ସେଇମାନେ ଆଜି କଷ୍ଟରେ ଅଛନ୍ତି। ସେଇ ପରିବାର କଷ୍ଟରେ ଅଛନ୍ତି ଯୋଉମାନେ 5 ଲିଟରିଆ 3 ଲିଟରିଆ ଗ୍ୟାସ୍ ଧରିକି ଦୋକାନକୁ ଦୌଡ଼ି ଯାଆନ୍ତି 2 ଲିଟର 5 ଲିଟର ପାଇଁ ଗ୍ୟାସ୍। ଆଜି ଆମେ କାନ୍ଦୁଛନ୍ତି କେବଳ ରାଜନୀତି କରିବା ପାଇଁ, କେବଳ କ'ଣ ନା ସରକାରକୁ ବଦନାମ କରିବା ପାଇଁ। ସରକାର ଯୋଗ, ଆଉ ଆମ ସରକାର ବି ନିକମା। ଯେତେବେଳେ ଗ୍ୟାସ୍ ସଂକଟ ଦେଖା ଦଉଛି, ତମେ ଚାରିଆଡେ ନେରେଟିଭ ବିରୋଧୀ ଦଳ କରୁଛନ୍ତି, ତମେ କମ୍ ସେ କମ୍ ଫ୍ରଣ୍ଟକୁ ଆସିକି ଗ୍ୟାସ୍ କ'ଣ ପାଇଁ ମିଳୁନି, ଗ୍ୟାସ୍ କୋଉଠି କଳାବଜାରୀ ହଉଛି, ବାଟ ମାରଣା କୋଉଠି ଗ୍ୟାସ୍ ହଉଛି। ଆମେ ଦେଖିଲେ ସମାଜବାଦୀ ପାର୍ଟିର ଗୋଟେ ନେତା ଘରେ 50ଟା ନା 60ଟା ସିଲିଣ୍ଡର ମିଳିଲା। ସେ 50ଟା 60ଟା ସିଲିଣ୍ଡର ସେ କାହିଁକି ୟୁପିରେ ରଖିଥିଲା କହିଲେ? ଯେତେବେଳେ ଗୋଟେ ଲୋକ ଏଠି ଆମ ଭୁବନେଶ୍ୱର ଧନୀ ଲୋକ ଅଭାବ ଅଛନ୍ତି, ଗୋଟେ ଗୋଟେ ଲୋକ ପାଖରେ ଯେତେବେଳେ 50ଟା 60ଟା ସିଲିଣ୍ଡର ରହିବ, କାରଣ ଗୋଟେ ଗରିବ ଲୋକଟେ 1000 ଟଙ୍କା ଦେଇକି କି 800 ଟଙ୍କା ଦେଇକି ସିଲିଣ୍ଡରଟେ କିଣିଲା ବେଳକୁ ତାକୁ କେତେ କଷ୍ଟ ହଉଥିବ। ଯାହା ପାଖରେ ଅମାପ ଧନ ଅଛି, ଯିଏ 50 ଲକ୍ଷ ଟଙ୍କାରେ 20 ଲକ୍ଷ ଟଙ୍କା ଗାଡି ଚଢୁଛି, ତାର 50ଟା ସିଲିଣ୍ଡର ରଖିଲେ ଅସୁବିଧା କ'ଣ ଅଛି? ସିଏ ରଖିଦଉଛି। ତେଣୁ ବର୍ତ୍ତମାନ କୋଉଠି ନା କୋଉଠି ଗ୍ୟାସ୍ ଗୁଡାକ ମାଡି ହେଇକି ରହିଛି, ଯୋଉଥିପାଇଁ ପ୍ରୋବ୍ଲେମ ହଉଛି।
एथिपाई सरकार सचेतन हवा दरकार। वर्तमान सरकार मोहन माझी सरकार सरकार सचेतन हवा दरकार। गैस एजेंसी मानकर कहीं गैस मिलूनी या पर तदारक हवा दरकार। गैस एजेंसी माने केते माड़िकी रखिछंती, दलाल माने केते रखिछंती, को माने केतेरा नेखा बुकिंग करछंती। आवश्यक ठारू जेतो अधिक बुकिंग हबो समस्त आपे बचिले बापार ना पा मु युद्ध हेले बंची जीवी आउ सब बाकी लोक मरी जीवे जार गोटे गैस अछि। आम लोकंकर प्रकृति या तेणु एथिपाई गैस रेट बढ़ुची। गैस रेट बढ़ेबार गैस न मिलबार यार रिजिन होउची जो कहउछन 3000 टंका टांकी गोटा मिलुची। यार कारण केवल कला बजारी जो मोहन माझी आप रोक लगे पारना। मोहन माझी संपूर्ण भाव फेलुअर।